नयगढ़ रणपुर ब्लॉक राजसुनाखड़ा स्थित मो प्रिय राजसुनाखड़ा युवा कमिटी संयोजक सचिकांत षडंगी द्वारा आयोजित रक्तदान शिविर शनिवार राजसुनाखड़ा गोष्ठी स्वास्थ्य केन्द्र परिसर अनुष्ठित होईछि। मुख्य अतिथि भाव नयगढ़ जिला परिषद अध्यक्ष इंजीनियर देवाशीष पट्टनायक, राजसुनाखड़ा गोष्ठी स्वास्थ्य केन्द्र अधिकारी जगदीश जेना, फांडी अधिकारी स्वागत कुमार दास और आशुतोष सामंतराय प्रमुख जोगदे रक्तदान शिविर को शुभ उद्घाटन करते। राजसुनाखड़ा डाक्तरखाना छकरे नूतन सेल्फी पॉइंट को लोकार्पण करते। ଏହି ରକ୍ତଦାନ ଶିବିରରେ ସ୍ଥାନୀୟ ଅଞ୍ଚଳରୁ 100ରୁ ଊର୍ଦ୍ଧ୍ୱ ବହୁ ଯୁବକ, ସାମ୍ବାଦିକ, ମହିଳା, ସ୍ୱେଚ୍ଛାସେବୀ ଯୋଗଦେଇ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିବା ବେଳେ ପ୍ରାୟ 100ରୁ ଊର୍ଦ୍ଧ୍ୱ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଡାକ୍ତର ସତ୍ୟରଞ୍ଜନ ପ୍ରଧାନ, ଅଜୟ କୁମାର ପଟ୍ଟନାୟକ, ଲ୍ୟାବ୍ ଟେକ୍ନିସିଆନ୍ ପବିତ୍ର ମୋହନ ସାହୁ, ସରୋଜ କୁମାର ସାହୁ, ରାଜଶ୍ରୀ ନାୟକ, ଜିତେନ୍ଦ୍ର ସେଠୀ ଓ ମାନସ ବେହେରା ପ୍ରମୁଖ ରକ୍ତଦାନ ଶିବିରକୁ ପରିଚାଳନା କରିଥିଲେ। ସମାଜରେ ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରିବା ଏବଂ ମୂଲ୍ୟବାନ ଜୀବନ ବଞ୍ଚାଇବାକୁ ଏହାର ଲକ୍ଷ୍ୟ ବୋଲି ମୁଖ୍ୟ ଅତିଥି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଞ୍ଜିନିୟର ଦେବାଶିଷ ପଟ୍ଟନାୟକ କହିଥିଲେ। रक्तदान ହେଉଛି ଏକ ମହତ ଓ ଜୀବନ ରକ୍ଷାକାରୀ କାର୍ଯ୍ୟ ଏବଂ ରକ୍ତର ଅଭାବରୁ ଦୂର କରିବା, ମୂଲ୍ୟବାନ ଜୀବନ ରକ୍ଷା କରିବା ଏହାର ଉଦ୍ଦେଶ୍ୟ ବୋଲି ମୋ ପ୍ରିୟ ରାଜସୁନାଖଳା ଯୁବ କମିଟି ସଂଯୋଜକ ସଚିକାନ୍ତ ଷଡ଼ଙ୍ଗୀ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ସନ୍ତୋଷ କୁମାର ବରାଡ଼ା, ଫକୀର ମୋହନ ସାମନ୍ତରାୟ, ନରୋତ୍ତମ ନାୟକ, ପ୍ରଶେଷ କୁମାର ଦାସ, ରଞ୍ଜନ ମିଶ୍ର, ସରୋଜ ମହାପାତ୍ରଙ୍କ ସମେତ ମୋ ପ୍ରିୟ ରାଜସୁନାଖଳା କମିଟିର ସମସ୍ତ ସଦସ୍ୟ ସହଯୋଗ କରି ପରିଚାଳନା କରିଥିଲେ।